ନିର୍ବାଚନ ମଇଦାନକୁ ଓହ୍ଲେଇଛନ୍ତି ପତ୍ନୀ। ସ୍ୱାମୀଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଆମେ କହୁଛୁ କାକଟପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଧର୍ମପତ୍ନୀ ନନ୍ଦିନୀ ବେହେରା, ଯିଏକି ଶହ ଶହ ସମର୍ଥକଙ୍କ ସହିତ ମା ମାନଙ୍କୁ ଧରି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଆଉ ନବୀନ ସରକାରଙ୍କ ବିକାଶମୂଳକ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଉଛନ୍ତି। ଆମ ସହିତ ଅଛନ୍ତି ନନ୍ଦିନୀ ମ୍ୟାଡାମ ଅଛନ୍ତି। ଆଜ୍ଞା, ଆପଣଙ୍କୁ ନନ୍ଦିଘୋଷ ଟିଭି କି ସ୍ୱାଗତ। କଣ କହିବେ ଆଜି ଆପଣ ଆପଣଙ୍କ ସ୍ୱାମୀଙ୍କ ପାଇଁ ଆଜି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି, କଣ କହିବେ? ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଏବଂ କାକଟପୁର ସମସ୍ତ ବାସୀଙ୍କୁ ମୋର ଅନ୍ତରରୁ ଅନେକ ଅନେକ ଧନ୍ୟବାଦ ଏବଂ କୃତଜ୍ଞତା ମୁଁ ତାଙ୍କ ପାଖରେ, ଯିଏକି ମୋ ସ୍ୱାମୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ମୋ ନବୀନ ପଟ୍ଟନାୟକ ମହୋଦୟଙ୍କର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଆମେ ସବୁ ଲୋକମାନଙ୍କ ପାଖରେ ନେଇ ପହଞ୍ଚାଉଛୁ। ଏବଂ ଯୋଉ ସବୁ କାକଟପୁରରେ ଯୋଉ ସବୁ ଉନ୍ନତି କାମ ହେଇଛି ନବୀନ ପଟ୍ଟନାୟକ ମହୋଦୟଙ୍କ ତତ୍ତ୍ୱାବଧାନରେ, ତ ଆମେ ସେଇ କାର୍ଯ୍ୟକ୍ରମ ସବୁ ଲୋକଙ୍କ ପାଖରେ ପହଞ୍ଚାଇ ନିଶ୍ଚିନ୍ତ ଭାବରେ ରାଜ୍ୟ ସରକାରଙ୍କର ଯୋଉ ବିକାଶମୂଳକ ବାର୍ତ୍ତାକୁ ସେ ଘରେ ଘରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଆଜ୍ଞା, କଣ କଣ ସବୁ ରହିଛି, ମୁଦ୍ଦା ସବୁ ରହିଛି? ଗାଁର ବହୁତ ଅନେକ ସମସ୍ୟା ବି ଅଛି। ଆପଣଙ୍କ ସ୍ୱାମୀକି ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ୱିତୀୟବାର ପ୍ରାର୍ଥୀ କରିଛନ୍ତି, ଏ ନେଇ ଆପଣ କେତେ ଖୁସି ଅଛନ୍ତି ଆଉ କଣ ଆଶା ରଖିବେ ତାଙ୍କ ପାଇଁ? ଲୋକମାନଙ୍କର ବହୁତ ଜନସମର୍ଥନ ଅଛି, ଯିଏକି ଆମ ଗାଁର ପୁଅ, ଗ୍ରାମର ବହୁତ ଉନ୍ନତି ହେଇଛି, ଯିଏକି 5T ସ୍କୁଲ ହଉ, ମନ୍ଦିରର ଉନ୍ନତିକରଣ ହଉ, ରୋଡ ଆଉ ଯାହା ଛୋଟ ମୋଟ ଅଛି, ଯିଏକି ସେକେଣ୍ଡ ଟାଇମ ଆସିଲେ ମୋ ସ୍ୱାମୀ, ଯିଏକି ମୁଁ ଭାବୁଛି ସେ ସବୁ କିଛି ହିଁ ପୂରଣ କରିବେ ଲୋକମାନଙ୍କର। ନିଶ୍ଚିନ୍ତ ଭାବରେ। ତେବେ ଆଉ ଜଣେ ମା ଅଛନ୍ତି ଆମ ସହିତ ଅଛନ୍ତି। ଆଜ୍ଞା, ଆପଣ ଆଙ୍କ ସହିତ ଆଜି ସାମିଲ ହେଇଛନ୍ତି, ନିର୍ବାଚନ ପ୍ରଚାରରେ ସାମିଲ ହେଇଛନ୍ତି, କଣ କହିବେ, କେମିତି ଲାଗୁଛି ସାମିଲ ହେଇକିରି? ବହୁତ ଖୁସି ଲାଗୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଆମ ଗାଁରେ ବହୁତ ଉନ୍ନତିମୂଳକ କାର୍ଯ୍ୟ ହେଇଛି। ସ୍ତ୍ରୀ ଲୋକମାନେ ବି ବହୁତ ଘର କାମ କରୁଥିଲେ, ବାହାରକୁ ଆସି ପାରୁନଥିଲେ, ସେମାନେ ବାହାରକୁ ଆସିକିରି ଜନକଲ୍ୟାଣ କାମରେ ସହଯୋଗ ହୋଇପାରୁଛନ୍ତି। 5T ସ୍କୁଲ ମାନଙ୍କରେ ଆମ ପିଲାମାନେ ବାହାରକୁ ଯାଇ ପାଠ ପଢୁଥିଲେ, ଗାଁ ସ୍କୁଲରେ ପାଠ ପଢୁଛନ୍ତି। ସବୁ ପ୍ରକାର ସୁବିଧା ହେଇଛି। ଆଉ ଲୋକମାନେ ବି ଚାହୁଁଛନ୍ତି ଆମେ ତୁଷାରକାନ୍ତିକୁ ଦ୍ୱିତୀୟବାର ଦେଇକିରି ଆମ ଗାଁକୁ କେମିତି ଗୋଟେ ଏକମୁଖୀ ଗାଁ, ବ୍ଲକ ସ୍ତରୀୟ କି ଇଏରେ ବିକାଶର ମୁଖ ଧାରାକୁ ନେଇକି ଯିବୁ ବୋଲି ଆମେ ଚିନ୍ତା କରୁଛୁ। ନିଶ୍ଚିନ୍ତ ଭାବରେ ସରକାରଙ୍କ ଜନକଲ୍ୟାଣ ଯୋଜନା ହିଁ ବିକାଶର ମୂଳ ମନ୍ତ୍ର ହବ ବୋଲିକି ଯାହା ସ୍ଥାନୀୟ ମା ମାନେ ଦାବି କରୁଛନ୍ତି, କହୁଛନ୍ତି। ତେବେ ଆଉ ଜଣେ ମା ଆମ ସହିତ ସାମିଲ ହେଲେଣି। ଆଜ୍ଞା, କଣ କହିବେ ଆପଣ? ଆଜି ସାମିଲ ହେଇଛନ୍ତି, ଆଜି ମା ମାନେ ଆଜି ଘର ଘର ବୁଲିକିରି ଆଜି ନବୀନ ବାର୍ତ୍ତା ପହଞ୍ଚାଉଛନ୍ତି, କେତେ ଖୁସି ଲାଗୁଛି ଆଉ କଣ ରହିଛି? ଆମକୁ ବହୁତ ଖୁସି ଲାଗୁଛି। ଆମେ ନବୀନ ପଟ୍ଟନାୟକ ମହୋଦୟଙ୍କ ଜରିଆରେ ମାନେ ବହୁତ ଉନ୍ନତି କରିପାରୁଛୁ। ଏଇ ମା ମାନଙ୍କୁ ଏକଜୁଟ କରିକିରି ମହିଳା ସମିତି ଗଠନ କରି ସବୁ ମାନେ ସୁବିଧା ଲାଭ ପାଉଛୁ। ନିହାତି ପକ୍ଷରେ ସମସ୍ତେ ଆଶାବାଦୀ ଅଛନ୍ତି। ଦ୍ୱିତୀୟବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାକୁ ପ୍ରାର୍ଥୀ କରିଛନ୍ତି। ତେବେ ଯାହା ତାଙ୍କ ପତ୍ନୀ କହିବା କଥା, ବିପୁଳ ଜନମତରେ ସେ ଦ୍ୱିତୀୟବାର ଏ ଆସନରୁ ବାଜିମାତ କରିବେ। କାକଟପୁର ନଗରରୁ ମାନସ ଖଣ୍ଡାଳ, ନନ୍ଦିଘୋଷ ଟିଭି।